ପଦକ୍ଷେପ ଭଲ ଉଦ୍ୟମ ନିଆଯାଇଥିଲା ପୁଣି ଏଥର ମଟର ମାର୍କେଟ ଆସିଛି ଆଜି ମଟର ମାର୍କେଟ ଉଦ୍ଘାଟନ କରିଛନ୍ତି କେତୋଟି ଗୃହ କରିଛନ୍ତି କାହାକୁ ଆଲଟମେଣ୍ଟ କରାଯାଇଛି ସହରର ଆଉ ମଟର ଦୋକାନ ରହିବ ନା ସବୁ ଆସି ଏଇ ଜାଗାରେ ଦେଖନ୍ତୁ 6-7 ମାସ ପୂର୍ବରୁ এই ଆରଏମସି ମାର୍କେଟ ପରିସରରେ ସର୍ବପ୍ରଥମେ ଯେଉଁମାନେ ମାଛ ବ୍ୟବସାୟୀ ଅଛନ୍ତି ଯେଉଁମାନେ କଚେରୀ ନୂଆ ବଜାର ଚରମ୍ପା ଅଞ୍ଚଳ ଯେଉଁମାନେ ଦୀର୍ଘ ଦିନ ଧରି ବ୍ୟବସାୟ କରି ଆସୁଥିଲେ ତାଙ୍କୁ ଆମେ ପ୍ରଥମେ ଏଠି ପାଖାପାଖି 45ରୁ ଅଧିକ ପିଣ୍ଡି କରି ତାଙ୍କୁ ଆମେ ପ୍ରଦାନ କରିଥିଲୁ ସେମାନେ ଦୀର୍ଘ ଦିନ ଧରି ବ୍ୟବସାୟ କରୁଥିଲେ ଆମର ଲକ୍ଷ୍ୟ ଥିଲା ସହରର ଏଇ ଯେଉଁ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ଆପଣ ଜାଣିଛନ୍ତି ଭଦ୍ରକରେ ବିଭିନ୍ନ ସମୁଦାୟର ଲୋକ ବସବାସ କରନ୍ତି ଯେପରି ଗୁଜୁରାଟୀ ମାରୱାଡ଼ି କାହାର ଭାବିବାକୁ କଷ୍ଟ ହେଲା ଭଳି କୌଣସି କାମ ନ ହେଉ ଏବଂ ସ୍କୁଲ ପିଲାମାନେ ପ୍ରତିଦିନ ରାସ୍ତା କଡ଼ ଦେଇ ଯାଉଛନ୍ତି ତାଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ନ ପଡ଼ୁ ସେଥିପାଇଁ ଆମେ ଏ ପ୍ରଚେଷ୍ଟା କରିଥିଲୁ ବ୍ୟବସାୟୀମାନେ ମଧ୍ୟ ଆମକୁ ସହଯୋଗ କରିଛନ୍ତି ଆଜି ମଧ୍ୟ କିଛି ମାଛ ବ୍ୟବସାୟୀ ତାଙ୍କର ଅଭିଯୋଗ ଥିଲା କିଛି ମାଛ ବ୍ୟବସାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଣା ସ୍ଥାନରେ ବିକୁଛନ୍ତି ମୁଁ କଲେକ୍ଟରଙ୍କୁ ଏସ୍ପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି ଯେଉଁମାନେ ଏପରି କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନ ନିଆଯିବ କାରଣ ଯେତେବେଳେ ନିଷ୍ପତ୍ତି ହୋଇସାରିଛି ଗୋଟିଏ ଜାଗାରେ ଆପଣଙ୍କର ମାଛ ହଉ ମଟନ ହଉ ଚିକେନ ହଉ ଗୋଟିଏ ଜାଗାରେ ବ୍ୟବସାୟ ହେବ ଅନ୍ୟମାନେ କୌଣସି ଜାଗାରେ ଖୋଲିଥିଲେ ତାଙ୍କୁ କେବେ ବି ସେଠି ବ୍ୟବସାୟ କରିବା ପାଇଁ ଅନୁମତି ଦିଆଯିବ ନାହିଁ ୟା ପରେ ପରେ ଚିକେନର ମଧ୍ୟ 60ଟି ଦୋକାନ ନିର୍ମାଣାଧୀନ ଅଛି ୟା ପରେ ମାସେ 1.5 ମାସ ଭିତରେ ଚିକେନକୁ ମଧ୍ୟ ଏ ସ୍ଥାନକୁ ଆଣିବୁ ଆଉ ଯେଉଁ ମଟନର ଆଜି ଉଦ୍ଘାଟନ ହେଲା 20ଟି ଆଜି ଦୋକାନ ପ୍ରଥମ ପର୍ଯ୍ୟାୟରେ ଆଜି ଦୋକାନୀମାନଙ୍କୁ ଆଲଟମେଣ୍ଟ କରାଯାଏ ନାହିଁ ୟା ପରେ ଆଲଟମେଣ୍ଟ କରାଯିବ ଚୟନ ସରିଯାଇଛି ତାପରେ ଆଉ 20ଟି ଦୋକାନ ମଟନ ପାଇଁ ପୁଣି ନିର୍ମାଣ ହେବା ପାଇଁ କାର୍ଯ୍ୟ ଚାଲୁଅଛି ଇଏ ବ୍ୟବସ୍ଥା ନିଶ୍ଚିନ୍ତ ଟିକିଏ କଷ୍ଟ ଦେବ ଯନ୍ତ୍ରଣା ଦେବ କିନ୍ତୁ ଗ୍ରାହକମାନଙ୍କ ପାଖରେ ମଧ୍ୟ ରହିବ ଅପସନ୍ ସେମାନେ ରେଟ୍ ମଧ୍ୟ ସଠିକ୍ ପାଇବେ କେହି ଅଧିକା ରେଟ୍ ନେଇପାରିବେ ନାହିଁ କାରଣ ଯେତେବେଳେ ପାଖରେ ସବୁ ବ୍ୟବସାୟୀ କରିବେ ନିଶ୍ଚିନ୍ତ ପ୍ରତିଯୋଗିତାମୂଳକ ବ୍ୟବସାୟ ରହିବ ତେଣୁ ମୁଁ ଭାବୁଛି ସୁଲଭ ମୂଲ୍ୟରେ ଗ୍ରାହକମାନେ ମଧ୍ୟ ପାଇବେ ପ୍ରଥମ ତ ଯେକୌଣସି ପରିବର୍ତ୍ତନଟା ଟିକେ କଷ୍ଟ ହୋଇଥାଏ କିନ୍ତୁ ତାପରେ ଧୀରେ ଧୀରେ ପରିବର୍ତ୍ତନଟାକୁ ଆମେ ସମସ୍ତେ ସ୍ୱୀକାର କରନ୍ତି ମୁଁ ଆଶା କରିବି ଆପଣମାନଙ୍କ ମାଧ୍ୟମରେ ଯେଉଁମାନେ ବ୍ୟବସାୟ କରୁଛନ୍ତି ଏ ବ୍ୟବସାୟୀ ସେମାନେ ସମସ୍ତେ ଆରଏମସି ପରିସରକୁ ଆସନ୍ତୁ ଏବଂ ସୁବିଧାରେ ସହଜରେ ଏ ବ୍ୟବସାୟ କରନ୍ତୁ କିନ୍ତୁ ଅନ୍ୟ ସ୍ଥାନରେ ନ କରନ୍ତୁ ଯାହାଦ୍ୱାରା ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଆଜି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ପାଇଁ ଯେଉଁ ସଂଘର୍ଷ ଜାରି ରଖିଛନ୍ତି ଇଏ ମଧ୍ୟ ତାର ଏକ ଛୋଟିଆ ପଦକ୍ଷେପ ତେଣୁ ସମସ୍ତଙ୍କୁ ନିବେଦନ କରିବି ସମସ୍ତେ ଆସନ୍ତୁ ଆରଏମସି ପରିସର ଭିତରେ ବ୍ୟବସାୟ କରନ୍ତୁ ଗ୍ରାହକମାନଙ୍କର ମାନେ ଅଭିଯୋଗ ରହୁଥିଲା ଯେ ଆପଣଙ୍କର ଏଠି ଯୋଉ ମାଛ ମାର୍କେଟ କରୁଛନ୍ତି ଏଠି ଠିକ ସେ ବ୍ଲିଚିଂ କରା ହଉନି ସଫାସଫି କରା ହଉନାହିଁ ଅଳିଆ ଆବର୍ଜନା ରହୁଛି ତା ଉପରେ କିଛି କହିବେ କି ନିଶ୍ଚିତ ଦେଖନ୍ତୁ ସ୍ୱଚ୍ଛତା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ ସ୍ୱଚ୍ଛତା ମଧ୍ୟ ଯେଉଁମାନେ ବ୍ୟବସାୟ କରୁଛନ୍ତି ବ୍ୟବସାୟ କଲା ପରେ ଯେଉଁ ବର୍ଜ୍ୟବସ୍ତୁ ରହୁଛି ତାକୁ ସେମାନେ ଏକତ୍ରିତ କରି ଗୋଟିଏ ଜାଗାରେ ରଖିବା ଉଚିତ ତେଣୁ ସେମାନଙ୍କର ମଧ୍ୟ ଦାୟିତ୍ୱ ରହୁଛି ଇଏ ପ୍ରତି ମୁଁ ମଧ୍ୟ ଯିଏ ସବ୍ କଲେକ୍ଟର ଅଛନ୍ତି ଆରଏମସିର ଯିଏ ଇନଚାର୍ଜ ଅଛନ୍ତି ତାଙ୍କୁ ମଧ୍ୟ ମୁଁ ନିର୍ଦ୍ଦେଶ ଦେଇଛି ଏ ସ୍ୱଚ୍ଛତା ଉପରେ ମଧ୍ୟ ପଦକ୍ଷେପ ନେବା ପାଇଁ ଆଜି ଯିଏ ଆମର ଆସିଥିଲେ ରାଜେଶ ପ୍ରଭାକର ପାଟିଲ ଯିଏ ସଚିବ ଅଛନ୍ତି ସିଏ ମଧ୍ୟ ସେ ଉପରେ ମଧ୍ୟ ଆଜି କଲେକ୍ଟରଙ୍କୁ ମଧ୍ୟ କହିଛନ୍ତି ନିଶ୍ଚିତ ଆଗାମୀ ଦିନରେ ଏ ଛୋଟ ଛୋଟ ଜିନିଷ ନିଶ୍ଚିତ ଆଗାମୀ ଦିନରେ ଏହାକୁ ସଂଶୋଧନ କରିବେ ଆପଣଙ୍କ ଆମିଷ ବିକ୍ରୟଟା ଟୋଟାଲି ସମ୍ପୂର୍ଣ୍ଣ ଭାବେ ନିଷେଧ କରାହେଉଛି ସହର ଭିତରେ ଆମେ 3ଟି ପର୍ଯ୍ୟାୟରେ 3ଟି ଜାଗାରେ ଆମେ ସ୍ଥାନ ନିରୂପଣ କରୁଛୁ ଗୋଟିଏ ଆରଏମସି କାରଣ ଗୋଟିଏ ଜାଗାରେ କଲେ ଯେଉଁମାନେ ଆପଣଙ୍କର ବାଘୁରାଇରୁ ଆସିବେ ସେମାନେ ଏତେ ବାଟ ଆସିପାରିବେ ନାହିଁ ଚରମ୍ପାରୁ ଯେଉଁମାନେ ଆସିବେ ଆମେ 3ଟି ସ୍ଥାନ ନିରୂପଣ କରୁଛୁ ଗୋଟିଏ ବନ୍ଦ ଛକ ହଉ ଆରଏଚ୍ ଛକ ହଉ ଯେଉଁମାନେ ସେପଟ ସାଇଡ୍ରୁ ଆସିବେ ଆଉ ଚରମ୍ପାରେ ମଧ୍ୟ ଗୋଟିଏ ଜାଗାରେ ଏଇଭଳି ଯେଉଁ ଆମିଷ ଦ୍ରବ୍ୟ ବିକ୍ରୟ ପାଇଁ ସ୍ଥାନ ନିରୂପଣ ଚାଲିଛି ଆଉ ଇଏ ଗୋଟେ 3ଟି ସ୍ଥାନ ରହିବ ଯେମିତି ସମସ୍ତେ ଗ୍ରାହକ